बहुत बढ़िया। बहुत बहुत धन्यवाद। आत्मा नमस्ते। राम राज। आज ब्रह्म मुहूर्तर एई जो क्लास रे आमे प्रतिदिन भली କିଛି ଆଲୋଚନାକୁ ଯିବା। ଯେମିତି କି ଗତକାଲି ଆମେ ଆଲୋଚନା କରିଥିଲେ କୃତଜ୍ଞତା ବଦଳିଲେ ଭାଗ୍ୟ ବଦଳେ। ଆଜିର ଆଲୋଚନାର ଶୀର୍ଷକ କ୍ଷମା ବଦଳିଲେ ଭାଗ୍ୟ ବଦଳେ। ଫରଗିଭନେସ୍ ଚେଞ୍ଜେସ୍ ଡେଷ୍ଟିନି। ଯଦି ଆମେ କ୍ଷମାକୁ ବଦଳାଇ ଦଉଛନ୍ତି ତ ଆମର ଭାଗ୍ୟ ବଦଳିବାରେ ସହାୟକ ହଉଛି। ଆଜିର ସୂର୍ଯ୍ୟୋଦୟ ଆଜିର ସୂର୍ଯ୍ୟୋଦୟ ଆମ ଜୀବନରେ ଆଉ ଏକ ସୁଯୋଗ। ଗତକାଲିର ଯୋଉ ଭାରି ଥିଲା ମୋ ଉପରେ, ଗତକାଲିର ଭାରକୁ ଛାଡ଼ି ଆଜି ହାଲକା ମନରେ ବଞ୍ଚିବା ଆଜିର ପ୍ରଥମ ସଂକଳ୍ପ। ତେବେ ଏବେ ଆମେ ଆଲୋଚନା କରିବା କି କ୍ଷମା ବଦଳିଲେ ଭାଗ୍ୟ ବଦଳେ। ପ୍ରଥମେ ଜାଣି ରଖିବା ଆମେ ଉଚିତ, କ୍ଷମା କରିବା ଅନ୍ୟକୁ ମୁକ୍ତ କରିବା ନୁହେଁ। ଆମେ କଣ ଭାବୁ, ଯଦି ଆମେ କ୍ଷମା କରୁଛନ୍ତି ତାହେଲେ ଆଉ ଜଣଙ୍କୁ ମୁକ୍ତ କରିଦଉଛନ୍ତି। କିନ୍ତୁ କ୍ଷମା କରିବା ଅନ୍ୟକୁ ମୁକ୍ତ କରିବା ନୁହେଁ, କ୍ଷମା କରିବା ନିଜ ହୃଦୟକୁ ମୁକ୍ତ କରିବା। ଆମେ ରାଜି କ୍ଷମା କରିବା, ନିଜ ହୃଦୟକୁ ମୁକ୍ତ କରିବା। ଅନ୍ୟ ପାଇଁ ହେଲେ ସିନା ଅସୁବିଧା ଅଛି। ମୁଁ ସବୁବେଳେ କୁହେ କି ସ୍ୱାର୍ଥପର ହୁଅନ୍ତୁ, ନିଜ ପାଇଁ କାମ କରନ୍ତୁ। ଏଥିପାଇଁ ଆମେ କ୍ଷମା କରିପାରୁନେ ଅନ୍ୟକୁ, କାହିଁକି ନା ଆମେ ଭାବୁଛେ ଯେ ତାଙ୍କୁ ଆମେ ମୁକ୍ତ କରିଦଉଛେ। ବାସ୍ତବିକ କ୍ଷମା କରିବା ଅର୍ଥ ନିଜ ହୃଦୟକୁ ଆମେ ମୁକ୍ତ କରିଦଉଛନ୍ତି। ରାଗ ଧରି ରଖିବା ମାନେ, এই ପଏଣ୍ଟ ଗୁଡିକ ଯଦି ଠିକରେ ବୁଝିଯିବେ ନା ଏଇ କ୍ଲାସରେ ବଦଳିଯିବ। ରାଗ ଧରି ରଖିବା ମାନେ ନିଜେ ବିଷ ପିଇ ଅନ୍ୟର କ୍ଷତିକୁ ଆଶା କରିବା। ଯଦି ଆମେ ରାଗକୁ ରଖୁଛନ୍ତି ତ ଭାବୁଛନ୍ତି ଆମେ ଅନ୍ୟର କ୍ଷତି କରୁଛନ୍ତି। କେମିତି କ୍ଷତି ହବ? ବିଷ ତ ଆମେ ପିଇଲେ, ଅନ୍ୟ ଲୋକର କ୍ଷତି କେମିତି ହବ? ତେଣୁ ଆମକୁ କ୍ଷମା କରିଦବାର ଆବଶ୍ୟକ ଅଛି। ଯିଏ କ୍ଷମା କରିପାରେ, ଯିଏ କ୍ଷମା କରିପାରେ ସେ ଭିତରୁ ଶକ୍ତିଶାଳୀ। ଆଉ ଯିଏ ପ୍ରତିଶୋଧର ବହ୍ନିରେ ଜଳୁଥାଏ, ଯିଏ ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରିଥାଏ, ଯିଏ ପ୍ରତିଶୋଧର ନିଆଁରେ ସବୁବେଳେ ଜର୍ଜରିତ ହେଉଥାଏ, ସିଏ ଏ ପର୍ଯ୍ୟନ୍ତ କ୍ରୋଧର ବନ୍ଦୀ ହେଇକି ଅଛି। ଆମକୁ ଚୟନ କରିବାକୁ ପଡିବ କି ଆମେ ଶକ୍ତିଶାଳୀ କି ଆମେ କ୍ରୋଧର ବନ୍ଦୀ ଭାବରେ ରହିଛନ୍ତି। ତେବେ ମନରେ ପ୍ରଶ୍ନ ଆସିବ ଯେ କାହିଁକି ଆମେ କ୍ଷମା କରିବା? ଥରେ ନିଜକୁ ଆଜି ପଚାରନ୍ତୁ, ଆପଣ କେବେ କାହାକୁ ଦୋଷ ଦେଇ, କାହା ମନରେ କଷ୍ଟ ଦେଇ ନିଜେ କଷ୍ଟ ପାଇଛନ୍ତି କି ନା? କଷ୍ଟ ତ ଦେଇଛନ୍ତି ଆଉ ଜଣକୁ କଷ୍ଟ ଦେବା ପରେ ଆପଣ ନିଜେ କଷ୍ଟ ପାଇଛନ୍ତି କି କଷ୍ଟ ପାଇନାହାନ୍ତି? ଯେତେବେଳେ ଆମେ ଅନ୍ୟକୁ କ୍ଷମା ନ କରୁ ସେତେବେଳେ କଣ ହୁଏ ନା ଆମ ମନ ଭାରି ହୁଏ। କଣ ହୁଏ ସେତେବେଳେ ନା ଆମର ଶକ୍ତି କମିଯାଏ, ଆମେ ଥରିବାକୁ ଲାଗୁ। କଣ ହୁଏ ସେତେବେଳେ ନା ଆମର ଆନନ୍ଦ ହଜିଯାଏ। ଅନ୍ୟ ଉପରେ ରାଗ ରଖି ଆମେ ବିଷ ପିଇ ଅନ୍ୟର କ୍ଷତି ଆଶା କରୁ। କ୍ଷମା କେବେ ଅନ୍ୟ ପାଇଁ ଉପହାର ନୁହେଁ, କ୍ଷମା ତ ନିଜେ ନିଜକୁ ମୁକ୍ତି କରିବା। ନିଷ୍ପତ୍ତି କରନ୍ତୁ, ଆମେ ନିଜକୁ ଆତ୍ମବନ୍ଦୀ କରିବା ନା ନିଜକୁ ଆତ୍ମମୁକ୍ତି କରିବା। ଯେମିତିକି ଆପଣ ମାନେ ଜାଣିଛନ୍ତି, ଜଣେ ସାଧୁ ତାଙ୍କର ଶିଷ୍ୟମାନଙ୍କ ସହିତ ଏକ ନଦୀ ପାର ହେଉଥିଲେ। ଏହି ଅବସରରେ ଜଣେ ତରୁଣୀ ପହଞ୍ଚିଛନ୍ତି ଭରା ନଦୀକୁ ପାର କରିବାର, ମାଗିଛନ୍ତି, ସାହାଯ୍ୟ ମାଗିଛନ୍ତି। ତ ସାଧୁ ତାଙ୍କର ହାତ ଧରି ସେ ତରୁଣୀ କନ୍ୟାଙ୍କୁ
खूब सुंदर भाव नदी पार करई देइचंती भूली जाइचंती साधु तांकू किंतु जड़े शिष्य मनरे से कथा बार बार आंदोलित होता है जे ये जड़े साधु ये पुणी आम गुरु ये केमती जड़े तरुणी कन्या हाथ धरी पारिले गुरु तो सब जानी पारंती पचारिले आश्रम पहुंचवा परे तुम मनरे किछि अछि तुमे किछि पचारिबो पचारिबो होच निज भितर काहींके आंदोलित होच गुरुजी यदि क्षमा करिवे मो मनरे गोटे प्रश्न आसुची मु ए प्रश्न को पचारि परिबि ना हाँ ना आपण तो साधु आपण तो संत आपण किभଳି जणे तरुणी कन्यार हाथକୁ ଧରିଲେ ଆପଣଙ୍କ ମନରେ କିଛି ବିଚଳିତ ଆସେ ନାହିଁ ତ ଏହା ହିଁ ମୋ ମନର ପ୍ରଶ୍ନ ଆଜି ଗୁରୁ ହସି ହସି ଉତ୍ତର ଦଉଛନ୍ତି ଆରେ ଯୋଉ ସମୟରେ ସେ ସାହାଯ୍ୟ ମାଗିଲେ ମୁଁ ତ ତାଙ୍କୁ ପାରି କରିଦେଇଛି ଭୁଲି ଯାଇଛି ସେ ତରୁଣୀ କନ୍ୟା ବୋଲି ଭୁଲି ଯାଇଛି ମୋ ମନରେ କଣ ଆବେଗ ସୃଷ୍ଟି ହେଇଥିଲା ବୋଲି କିନ୍ତୁ ସେତେବେଳ ଠାରୁ ଏ ପର୍ଯ୍ୟନ୍ତ ତୁ ଭୁଲି ପାରିନୁ ତୋ ମନ ଭିତରେ ରଖିଛୁ ତୁ ହିଁ ସେଥିରେ ବନ୍ଦୀ ହେଇଯାଇଛୁ ଏଥିରୁ ଆମକୁ ବୁଝିବାର ଯାହା ଅଛି ଆମେ ବୁଝିଯିବା ଜୀବନରେ ଅନେକ ଘଟଣାକୁ ଆମେ ମନରେ ବହି ଚାଲିଛେ ଆଜି ଯେଉଁ ବ୍ୟକ୍ତି ଆପଣଙ୍କୁ କଷ୍ଟ ଦେଇଛନ୍ତି ଟିକେ କେବଳ ଆଖି ବନ୍ଦ କରିଦିଅନ୍ତୁ ଟିକେ କେବଳ ଆଖି ବନ୍ଦ କରିଦିଅନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ କଷ୍ଟ ଦେଇଛନ୍ତି ଯିଏ ବି ଆପଣଙ୍କ ମନରେ ଆସୁଛନ୍ତି ତାଙ୍କୁ ଟିକେ ମନରେ ନେଇ ଆସନ୍ତୁ ହୃଦୟରୁ କହିଦିଅନ୍ତୁ ଆଜି ମୁଁ ତୁମକୁ ମୁକ୍ତ କରୁଛି ଆଜି ମୁଁ ତୁମକୁ କ୍ଷମା କରୁଛି ଆଉ ମୁଁ ମୋ ନିଜକୁ ମଧ୍ୟ କ୍ଷମା କରୁଛି ମୁଁ ଆତ୍ମ ମୁକ୍ତି କରୁଛି ମୁଁ ଆତ୍ମ ବନ୍ଦୀରେ ଥିଲି ଆଜି ମୁଁ ନିଜକୁ ନିଜେ ମୁକ୍ତି କରୁଛି ମୋର ହୃଦୟରେ ଶାନ୍ତି ଫେରି ଆସୁଛି ମୋର ହୃଦୟରେ ଶାନ୍ତି ଫେରି ଆସୁଛି ମୁଁ ସ୍ୱାଧୀନ ମୁଁ ସ୍ୱାଧୀନ ମୁଁ ସ୍ୱାଧୀନ ଆଜିର ଟାସ୍କ ଧୀରେ ଧୀରେ ଆଖି ଖୋଲନ୍ତୁ କଣ ଅନୁଭବ ହଉଛି କଣ ଅନୁଭବ କରନ୍ତୁ ଆଜିର ଟାସ୍କ ବା ଆଜିର ଆକ୍ଟିଭିଟିଜ ଆଜି ଦିନ ଭିତରେ ଯଦି ଏବେ ସାଙ୍ଗେ ସାଙ୍ଗେ କରିପାରିବେ ବହୁତ ଭଲ କଥା ଆମେ ଯୋଉଟା ମାଇଣ୍ଡ ପାୱାର କ୍ଲାସରେ ସେ ଟେକ୍ନିକକୁ ଆପ୍ଲାଏ କରୁଥିଲେ କାହା ଉପରେ ଯଦି ଆପଣଙ୍କର ରାଗ ଅଛି ଯଦି ପାରୁଛନ୍ତି ତାଙ୍କୁ ଫୋନ କରିକି କ୍ଷମା କରିଦିଅନ୍ତୁ ଭାଇ ମୋ ମନରେ ବହୁତ କିଛି ଥିଲା ତୋ ପାଇଁ ଆଜି ମୋର ଆଖି ଖୋଲି ଯାଇଛି ମୋର କୌଣସି ରାଗ ତୋ ଉପରେ ନାହିଁ ଫୋନ କରିପାରୁନାହାନ୍ତି ମେସେଜ କରନ୍ତୁ ମେସେଜ କରିପାରୁନାହାନ୍ତି ଗୋଟେ ପ୍ଲେନ ପେପରରେ ତାକୁ ଚିଠିଟିଏ ଲେଖନ୍ତୁ ବାସ୍ତବିକ ଚିଠି ପଠେଇବା ଦରକାର ନାହିଁ ସେ ଚିଠିଟି ଲେଖି ସାରିବା ପରେ ମାଟିରେ ପୋତି ଦିଅନ୍ତୁ ମାଟି ମାକୁ ଅନୁରୋଧ କରନ୍ତୁ କି ଏଇ ଏନର୍ଜି ଏଇ ଭାଇବ ତା ପାଖରେ ଫ୍ଲୋ ହଉ ତୁମେ ହିଁ ମାଧ୍ୟମ ହୁଅ ମୁଁ ତାଙ୍କୁ କ୍ଷମା କରିଦଉଛି ତାଙ୍କୁ ଜଣେଇ ଦିଅନ୍ତୁ ଆଜିର ସଂକଳ୍ପ ଛାତିରେ ହାତ ରଖନ୍ତୁ କୁହନ୍ତୁ ଆଜିଠାରୁ ମୁଁ ମୋ ହୃଦୟରେ ରାଗର ଭାରକୁ ରଖିବି ନାହିଁ ଆଜିଠାରୁ ମୁଁ ମୋ ହୃଦୟରେ ରାଗର ଭାରକୁ ରଖିବି ନାହିଁ ମୁଁ କ୍ଷମାକୁ ମୋର ଶକ୍ତି କରିବି ମୁଁ କ୍ଷମାକୁ ମୋର ଅସ୍ତ୍ର କରିବି ମୁଁ କ୍ଷମାକୁ ମୋର ଶସ୍ତ୍ର କରିବି ମୁଁ ଶାନ୍ତିକୁ ବାଛୁଛି ମୁଁ ଆଜି ଶପଥ କରୁଛି ମୁଁ କାହା ପ୍ରତି ଘୃଣା ଭାବ ରଖିବି ନାହିଁ ଭୁଲରୁ ଶିଖିବି କିନ୍ତୁ ଭୁଲକୁ ଜୀବନ ଭରି ବୋହିବି ନାହିଁ ଭୁଲକୁ ଶିଖିବି ଭୁଲରୁ ଶିଖିବି କିନ୍ତୁ ଭୁଲକୁ ଜୀବନ ଭରି ମୁଁ ବୋହିବି ନାହିଁ ମୁଁ ଆଜିଠାରୁ ମୁଁ ଏଇ ମୁହୂର୍ତ୍ତରୁ ନିଜକୁ କ୍ଷମା କରିଦଉଛି ମୁଁ ପ୍ରେମ ଶାନ୍ତି ଓ କରୁଣାର ପଥରେ ଚାଲୁଛି ମୁଁ ପ୍ରେମ ଶାନ୍ତି ଓ କରୁଣାର ପଥରେ ଚାଲୁଛି ଖୁବ ସୁନ୍ଦର ଭାବରେ ନିଜ ନିଜ ଜାଗାରେ ଖୁବ ଜୋରରେ କୁହନ୍ତୁ ଚିଲେଇକି କୁହନ୍ତୁ ମୁଁ ମୁକ୍ତ ମୁଁ ମୁକ୍ତ ମୁଁ ମୁକ୍ତ ମୁଁ ଶାନ୍ତ ମୁଁ ଶାନ୍ତ ମୁଁ ଶାନ୍ତ ମୁଁ କ୍ଷମାଶୀଳ ମୁଁ କ୍ଷମାଶୀଳ ମୁଁ କ୍ଷମାଶୀଳ
मोर हृदय प्रेम रे परिपूर्ण मोर हृदय प्रेम रे परिपूर्ण आज एई निजକୁ କ୍ଷମା କରି ସାରିବା ପରେ ମନରେ କଣ ପରିବର୍ତ୍ତନ ଆସୁଛି କଣ ଆପଣ ଅନୁଭବ କଲେ ତାହାର ଏକ ସଂକ୍ଷିପ୍ତ ଭିଡିଓଟିଏ କରିଦିଅନ୍ତୁ ତାହାରି ଉପରେ ଆମକୁ ଆମର ଯୋଉ ଭିଡିଓ ଅପଲୋଡ ହଉଛି ସେଇଥିରେ କମେଣ୍ଟ କରନ୍ତୁ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ୟୁନିଭର୍ସ ଥ୍ୟାଙ୍କ ୟୁ ୟୁନିଭର୍ସ ଥ୍ୟାଙ୍କ ୟୁ ୟୁନିଭର୍ସ आत्मा नमस्ते रामराज बहुत बहुत धन्यवाद थैंक यू थैंक यू